नमस्कार दर्शक बंधु आपण मैंने देखुंत 01 ओडिशा खबर। आसतु जानिबा 23 जून 2025 ओडिशा एवं जातीय एवं अंतर्जातीय खबर गुड़िक। आज प्रथम खबर, आज सबु जिला को प्रबल वर्षा नहीं वार्निंग जारी। राज्य में क्रमागत भाव वर्षा जारी रही एवं आहुरी 5 दिन पर्यंत अर्थात 26 तारिख जाए वर्षा लगी रहिबो। एथिमध्यरे हालुकारु मध्यम धरणर वर्षा नहीं सूचना मिलुछि। ଏହା ସହିତ ବଜ୍ରପାତରେ 18ଟି ଜିଲ୍ଲାକୁ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏନେଇ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ନିଂ ମଧ୍ୟ ଜାରି କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହୁଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଏବଂ ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଏବଂ ଘଣ୍ଟାକୁ 30ରୁ 40 କିଲୋମିଟର ବେଗରେ ପବନ ବହିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆଜିର ପରବର୍ତ୍ତୀ ଖବର, ସଫଳତାର ସହିତ ସରିଲା ନବୀନଙ୍କର ଅସ୍ତ୍ରୋପଚାର। ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କର କରାଯାଇଛି ସଫଳତାର ଅସ୍ତ୍ରୋପଚାର। ଅପରେସନ ସଫଳ ହେବା ନେଇ ସୂଚନା ଦେଇଛନ୍ତି ନବୀନଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପରାମର୍ଶଦାତା। ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ହେବେ ଡିସଚାର୍ଜ। କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ପାଇନ୍ ସ୍ପେଶାଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜେଶଙ୍କର ନବୀନଙ୍କ ଅସ୍ତ୍ରୋପଚାର କରିଥିଲେ। ଏହାର ଏସିଆଇ ହାର୍ଟ ଇନଷ୍ଟିଚ୍ୟୁଟ ବିଶେଷଜ୍ଞ ବି ଅପରେସନ ବେଳେ ଉପସ୍ଥିତ ମଧ୍ୟ ଥିଲେ। ଅପରେସନ ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା କହିପାରୁଛନ୍ତି। ଡାକ୍ତରଙ୍କ ସୂଚନା ମୁତାବକ ଏହି ରୋଗଟି ବୟସ ହେଲେ ହୋଇଥାଏ ଏବଂ ଆହୁରି 2 ଘଣ୍ଟା ଧରି ଚାଲିଥିଲା ଏହି ଅସ୍ତ୍ରୋପଚାର। 5ରୁ 7 ଦିନ ମଧ୍ୟରେ ସେ ଫେରି ଆସିବେ ହସ୍ପିଟାଲରୁ। ପରବର୍ତ୍ତୀ ଖବର, ଡବଲ ଇଞ୍ଜିନ ଡାଇରିଆ ଓ ରାଜନୀତି। ରାଜ୍ୟରେ ଡାଇରିଆ ବ୍ୟାପିବା ପରେ ରାଜନୀତି ମଧ୍ୟ ଜୋରଦାର ଚାଲିଛି। ଶାସକ ଏବଂ ବିରୋଧୀ ବିଜେପି ନେତାମାନେ ମଧ୍ୟ ଗଣମାଧ୍ୟମ ସାମ୍ନାରେ କଥା କଟାକଟି ହେଉଛନ୍ତି। ଜିଲ୍ଲାକୁ ଜିଲ୍ଲା ଡାଇରିଆ ଡେଇଁବା ନେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟସଭାର ସାଂସଦ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। ଦେବାଶିଷ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଆସିବା ପରେ ବର୍ଷେ ପୂରିଲାଣି, ହେଲେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି। କେବଳ ହଇଜା ନୁହେଁ, ରାଜ୍ୟର ସବୁ କ୍ଷେତ୍ରରେ ସ୍ଥିତି ମଧ୍ୟ ଖରାପ। ହସ୍ପିଟାଲ ଗଲେ ବି BSKY କାର୍ଡ ଚଳୁନି। ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟୟ ହୋଇପଡ଼ିଲାଣି। ଦରଦାମ ନିୟନ୍ତ୍ରଣ ବାହାରେ। ନବୀନ ପଟ୍ଟନାୟକଙ୍କ ସମୟରେ ଡ୍ରିଙ୍କିଂ ଫ୍ରମ୍ ଟ୍ୟାପ୍ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ଯଦି କାଠଯୋଡ଼ିରେ ବ୍ୟାରେଜ ସ୍ଥାପନା ହୁଅନ୍ତା, ତେବେ କଟକରେ ପିଇବା ପାଣିର ସମସ୍ୟା ହୁଅନ୍ତା ନାହିଁ ବୋଲି କହିଛନ୍ତି ବିଧାୟକ। ପରବର୍ତ୍ତୀ ଖବର, 3 ଘରୋଇ ବ୍ୟାଙ୍କକୁ ବଡ଼ ଝଟକା। ସରକାରଙ୍କର ବିଭିନ୍ନ ପ୍ରକାରର ଯୋଜନାରେ ସହଯୋଗ କରୁନାହାନ୍ତି। ଜମା ଅନୁପାତରେ ଋଣ ଆବଣ୍ଟନ ମଧ୍ୟ କରୁନାହାନ୍ତି। ବାର୍ଷିକ ଋଣ ଲଗାଣ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ଛୁଉଁନି। ତେଣୁ HDFC, ICICI ଏବଂ ଆକ୍ସିସ୍ ବ୍ୟାଙ୍କରେ କୌଣସି ସରକାରୀ ଜମା ଥିଲେ ତାକୁ ତୁରନ୍ତ ଅନ୍ୟତ୍ର ରଖ। ଏ ବ୍ୟାଙ୍କରେ ଜମା ଥିବା ଖୁବ୍ ଶୀଘ୍ର ବନ୍ଦ କରି ଅନ୍ୟ ସରକାରୀ ତାଲିକାଭୁକ୍ତ ବ୍ୟାଙ୍କରେ ପାଣ୍ଠି ରଖିବାକୁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ ଯଦି ଏ 3ଟି ବ୍ୟାଙ୍କରେ ସରକାରୀ ପାଣ୍ଠି ସ୍ଥାୟୀ ଜମା ଭାବେ ଥିବ, ତାହା ବନ୍ଦ ହେବ ନାହିଁ। ସରକାର ସୁଧ ହରାଇବେ, ମାତ୍ର ସ୍ଥାୟୀ ଜମା ସମୟ ପୂରିବା ମାତ୍ରେ ଟଙ୍କା ଉଠାଇ ଅନ୍ୟତ୍ର ଥୋଇବାକୁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ଖବର, ବୁଡ଼ିଗଲା 2 ମାଛଧରା ଟ୍ରଲର। ବଙ୍ଗୋପସାଗରରେ ଉତ୍ତାଳ ଥିବାରୁ ଇଲିଶି ଧରିବାକୁ ଯାଉଥିବା ଦୀଘା ସମୁଦ୍ରଠାରୁ ପ୍ରାୟ 100 କିଲୋମିଟର ଦୂର ଜମ୍ବୁଦ୍ୱୀପ ନିକଟରେ 2ଟି ବଙ୍ଗୀୟ ମାଛଧରା ଟ୍ରଲର ଶନିବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମୁଦ୍ର ଗର୍ଭରେ ପ୍ରାୟ 2ଟି ବୁଡ଼ି ଯାଇଥିବା ଟ୍ରଲରର ସୂଚନା ପାଇ ମଝି ସମୁଦ୍ରକୁ ଅନ୍ୟ ଏକ ଟ୍ରଲର 2 ଟ୍ରଲରରୁ 29 ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିବା ସହିତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସମସ୍ତ ବଙ୍ଗୀୟ ମତ୍ସ୍ୟଜୀବୀ ସୁସ୍ଥ ଥିବା କଥା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଭାରତ ଭଳି ଆକ୍ରମଣ କଲା ଆମେରିକା। ଅପରେସନ ସିନ୍ଦୁର ମାଧ୍ୟମରେ ଭାରତ ଯେପରି ପାକିସ୍ତାନକୁ ଚକିତ କରିଦେଇଥିଲା, ସେହିପରି ଏବେ ଆମେରିକା ସମାନ ଢଙ୍ଗରେ ଇରାନ ଉପରେ ବିନାଶ ଘଟାଇଛି। ଆମେରିକାର B-2 ବୋମା ବର୍ଷଣକାରୀ ବିମାନ ଇରାନର ଗୁପ୍ତ ପରମାଣୁ ସ୍ଥାନଗୁଡ଼ିକ ଉପରେ ବୋମା ପକାଇ ଫେରି ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଇରାନରେ ମଧ୍ୟ ପାକିସ୍ତାନ ପରି କମ୍ପନ ଏବଂ ଭୂମିକମ୍ପ ଦେଖିବାକୁ ମିଳିଛି। ଆମେରିକାର ଏହି ସମ୍ପୂର୍ଣ୍ଣ ଅପରେସନ ଠିକ୍ ଭାରତୀୟ ଅପରେସନ ସିନ୍ଦୁର ଶୈଳୀରେ ହୋଇଥିଲା। ପ୍ରଥମେ ଆମେରିକା ଏବଂ ଇଜ୍ରାଏଲର ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଶି
ଇରାନର ପରମାଣୁ ସ୍ଥାନଗୁଡ଼ିକ ଏବଂ ଆଭ୍ୟନ୍ତରୀଣ ଗଠନ ବିଷୟରେ ଦୃଢ଼ ସୂଚନା ଗ୍ରହଣ କରିଥିଲେ। ଏହା ସୁନିଶ୍ଚିତ ହେବା ମାତ୍ରେ ଏହିସବୁ ସ୍ଥାନଗୁଡ଼ିକରେ ଯେଉଁଠାରୁ ପରମାଣୁ ଅସ୍ତ୍ର ଉପରେ କାମ ଚାଲିଛି, ଆମେରିକା ଆକ୍ରମଣ ଯୋଜନାକୁ ଲକ୍ କରିଥିଲା ଏବଂ ବୋମା ବର୍ଷଣ ମଧ୍ୟ କରିଥିଲା। ପରବର୍ତ୍ତୀ ଖବର, ଭାରତର ମାଷ୍ଟର ଷ୍ଟ୍ରୋକ୍। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ତୈଳ ବଜାରରେ ହଇଚଇ ସୃଷ୍ଟି କରିଛି। କିନ୍ତୁ ଏହି ସମୟରେ ଭାରତ ରୁଷିଆ ତୈଳ ଆମଦାନୀ ବୃଦ୍ଧି ପାଇବାର ମଧ୍ୟପ୍ରାଚ୍ୟରେ ଅନେକ ବଡ଼ ଦେଶକୁ ପଛରେ ପକାଇ ଦେଇଛି। ଜୁନରେ ଭାରତ ରୁଷିଆ ରେକର୍ଡ ପରିମାଣର ତେଲ କିଣିଛି, ଯାହା ସାଉଦି ଆରବ ଏବଂ ଇରାକ ଭଳି ଦେଶଗୁଡ଼ିକ ମଧ୍ୟ ପ୍ରାପ୍ତ ତେଲ ଅପେକ୍ଷା ବହୁତ ଅଧିକ। ବିଶ୍ୱ ବ୍ୟାପାରର ତଥ୍ୟ ଦେଖିବାକୁ ଗଲେ, ତଥ୍ୟ ଅନୁସାରେ ଜୁନରେ ଭାରତ ପ୍ରତିଦିନ ରୁଷଠାରୁ 20ରୁ 22 ଲକ୍ଷ ବ୍ୟାରେଲ ତେଲ ଆମଦାନୀ କରୁଥିଲା। ଏହା ଗତ 2 ବର୍ଷ ମଧ୍ୟରେ ସର୍ବାଧିକ। ମେ ମାସରେ ଏହି ସଂଖ୍ୟା ପ୍ରତିଦିନ 19.6 ଲକ୍ଷ ବ୍ୟାରେଲରେ ଥିଲା। ବିଶେଷ କଥା ହେଉଛି ଯେ ଭାରତ ଏବଂ ରୁଷିଆ ଏତେ ତେଲ କିଣୁଥିବା ଏହା ଇରାକ, ସାଉଦି ଆରବ ଏବଂ ୟୁଏଇ ଏବଂ କୁଏତକୁ ପ୍ରାପ୍ତ ମୋଟ ତେଲର ପରିମାଣଠାରୁ ବହୁତ ଅଧିକ। ଜୁନ ମାସରେ ଭାରତ ମଧ୍ୟପ୍ରାଚ୍ୟର ପ୍ରତିଦିନ ପ୍ରାୟ 20 ଲକ୍ଷ ବ୍ୟାରେଲ ତେଲ ଆଣୁଥିଲା, ଯାହା ମେ ତୁଳନାରେ କମ୍। ଏହି ଥିଲା ଆଜିର ମୁଖ୍ୟ ଖବରଗୁଡ଼ିକ। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଦୟାକରି ଭିଡ଼ିଓକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଅଧିକ ତାଜା ଖବର ପାଇବା ପାଇଁ ଆମ ଚ୍ୟାନେଲ 01 ଓଡ଼ିଶା ଖବରକୁ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ।